ইতিহাস সম্বন্ধে ଅଠରଶହ 88 ମସିହା ସେପ୍ଟେମ୍ବର 5 ତାରିଖର ଆମର ଗୁରୁ ଦିବସ ପାଳନ କରାଯାଏ। ଗୁରୁ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ସେ ତାଙ୍କ ଡେଡିକେସନ୍ ମୋର ବତେଇବାଟା ମୋ ପାଇଁ ଉଦ୍ଭାବନ ଏବେ କିଛି ଡେସ୍କ୍ରାଇବ୍ କରିପାରିବି, କିନ୍ତୁ ଗୁରୁ ଆଉ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କ'ଣ ଗୋଟେ ଛୋଟ ଗପ ମାଧ୍ୟମରେ କହିଯାଇଛି। ଆମର ସ୍ୱାମୀ ବିବେକାନନ୍ଦଙ୍କର ଗୁରୁ ହେଉଛନ୍ତି ରାମକୃଷ୍ଣ ପରମହଂସ। ସିଏ ଗୋଟେ ତାଙ୍କ ଚାଟଶାଳୀଟେ ଥିଲା, ତାଙ୍କ ପାଖରେ ବହୁତ ପିଲା ପାଠ ପଢ଼ନ୍ତି। ସେଥିରେ ଗୋଟେ ପିଲାଟା ବହୁତ ଚିନି ଖାଏ। ତା ବାପା କହିଲେ ତୁ ବହୁତ ଚିନି ଖାଉଛୁ, ଚିନି ଖାଇବାଟା ବହୁତ ଖରାପ, ତୁ ଚିନି ଖାଇବା ଛାଡ଼। ସିଏ କହିଲେ ଗୋଟେ ଛୁଆମାନଙ୍କର ଗୋଟେ ଗୁରୁ ପ୍ରତି ଭକ୍ତି ଥାଏ, ବାପା ମା ଯେତେ କହୁଥାନ୍ତି ସେମାନେ କଥାଟା ମାନିବେନି, କିନ୍ତୁ ଯଦି ତାଙ୍କୁ ଟିଚର ଶିକ୍ଷୟିତ୍ରୀ କିଛି କହିଦେବେ ସେମାନେ ସେଇ କଥାଟା ବହୁତ ଶୀଘ୍ର ଶୁଣନ୍ତି। ସିଏ କହିଲେ ବାପା ମୋତେ ଯଦି ଆମ ସାର୍ କହିବେ ତାହେଲେ ଗୁରୁଜୀ କହିବେ, ଯଦି ଗୁରୁଜୀ କହିବେ ତାହେଲେ ମୁଁ ଚିନି ଖାଇବା ଛାଡ଼ିବି। ତାପରେ ସିଏ ଆସିଲେ ରାମକୃଷ୍ଣ ପରମହଂସଙ୍କ ପାଖକୁ ତାଙ୍କୁ କହିଲେ ସାର୍ ମୋ ପୁଅ ନା ବହୁତ ଚିନି ଖାଉଛି, ଆପଣ ଯଦି ଥରେ ମନା କରିଦେବେ ସିଏ ଆଉ ଚିନି ଖାଇବା ଠିକ୍ ଅଛି। ତାପରେ ଗୁରୁଜୀ ତାଙ୍କୁ କହିଲେ ଠିକ୍ ଅଛି ତୁମେ 15 ଦିନ ପରେ ଆସ। ମୁଁ ତାକୁ କହିଲି କିଏ ପଳେଇ ଆସିଲେ ପିଲାଟି 15 ଦିନ ପରେ 15 ଦିନ ପରେ ଗଲା ପରେ ସାର୍ ମୁଁ ଏମିତି ଆସିଲି, ମୋ ପିଲା ଏଇଠି ପାଠ ପଢ଼େ ଆଉ ବହୁତ ଚିନି ଖାଏ, ତାର ବହୁତ ଗୋଟେ ଖରାପ ଯାଉଛି, ଆପଣ କହିଲେ 15 ଦିନ ପରେ ଆସିଲେ ଆପଣ ମନା କରିଦେବା ମୋତେ ପୁଅ ସେ କଥା ମାନ। ପୁଣି ସେ କହିଲେ ଆଚ୍ଛା ମୁଁ ଏମିତି କରିଦେବି, ଠିକ୍ ଅଛି ତୁମେ ଆଉ ଗୋଟେ ସପ୍ତାହ ପରେ ଆସ। ପୁଣି ଗୋଟେ ସପ୍ତାହ ପରେ ଆସ, ପୁଣି ସେ ଯେତେବେଳେ ଗୋଟେ ସପ୍ତାହ ପରେ ତାଙ୍କ ପିଲାକୁ ନେଇକି ଆସୁଛନ୍ତି, ପୁଣି କହୁଛନ୍ତି ତୁମେ ଆଉ 5 ଦିନ ପରେ ଆସ। ଏরকম 3-4 ଦିନ ପରେ ଯେତେବେଳେ ଫେରେଇଲେ ଲାଷ୍ଟ ଟାଇମ୍ ସେ ଆସୁଛନ୍ତି, ସେ ରାଗି କହୁଛନ୍ତି କ'ଣ ମାସେ 2 ମାସ ଲାଗି ଘୁରୁଛୁ, ଆପଣ ଯଦି କହିବେ କହିଦିଅନ୍ତୁ, ଯଦି ନ କହିବେ ନା ହଉ ଠିକ୍ ଅଛି ମୋତେ ଆଜି କହିଦେଲି ତୋ ପୁଅଟା ଠିକ୍ କହିଦେଲେ ଆଉ ପିଲାରେ ଚିନି ଖାଇବାଟା ବହୁତ ଖରାପ, ତୁ ଆଉ ଚିନି ଖାଇବୁ। ତାପରେ ତାଙ୍କ ବାପାଙ୍କୁ ତାଙ୍କୁ ପଚାରେ ଅଲଗା ପଚାରେ ସାର୍ ମୁଁ ତ ଏତେ ଥର ଆସିଲିଣି, ମୁଁ ତ ସେଇ ଗୋଟେ କଥା କହୁଛୁ 5 ମିନିଟ୍ ସମୟ ଆପଣ କ'ଣ ପାଇଁ ସେ କଥାଟା କରିପାରୁନାହାନ୍ତି। ସେ କହିଲେ ଆରେ ତୁମେ ସିନା ମୋତେ କହିଦେଲ ତାକୁ କହିବା ପାଇଁ, ମୁଁ ବହୁତ ଚିନି ଖାଉଛି। ମୁଁ ଯେତେବେଳେ କହିବା ପାଇଁ ମୋତେ ଯେତେବେଳେ କହିବା ପାଇଁ ତୁମେ କହିଲ ଯେ ମୋ ପୁଅକୁ ମନା କରିଦିଅ, ମୁଁ ଆଗେ ଯାଇକି ମୁଁ ସେ ଛୋଟ ପିଲା ଆଗେ ମୁଁ ଛାଡ଼ିବା ଦରକାର। ମୁଁ ତୁମକୁ 7 ଦିନ ପରେ ଆସିବା ପାଇଁ କହିଲି, ମୁଁ ଭାବୁଥିଲି 15 ଦିନ ପାଇଁ ପରେ ଆସିବା ପାଇଁ, ମୁଁ ଭାବୁଥିଲି 15 ଦିନ ଭିତରେ ମୁଁ ଛାଡ଼ିଦେବି, କିନ୍ତୁ ମୁଁ ପାରିବିନି। ତେଣୁ ମୁଁ ଯଦି ପାରିବିନି ପିଲାଟି କିନ୍ତୁ ପାରିବି, ତେଣୁ ସେଥିପାଇଁ ମୁଁ କହିଲି 7 ଦିନ ପରେ। ତେଣୁ ମୁଁ ଏତିକି ଦିନ ଭିତରେ ମୁଁ ଏବେ ଛାଡ଼ିବି, ତେଣୁ ମୁଁ ବର୍ତ୍ତମାନ କହିଲି ଯେ ତୁମ ପୁଅଟି ଛାଡ଼ିଦେବି। ତେଣୁ এইটা হচ্ছে গুরু আর শিষ্য ভিতরে সম্পর্ক, মানে গুরু